ପିଲାମାନେ ଆମେ ଆମର ଏଇ ସଂସ୍କୃତ ଶିକ୍ଷାୟତନ ମଧ୍ୟର ପ୍ରକୋଷ୍ଠ ମଧ୍ୟରେ ପୂର୍ବ ପିରିୟଡ଼ରେ ମୂଢ଼ ସହାୟକ ଗଦ୍ୟ ବିଭାଗରୁ ପଢ଼ିଥିଲେ। ଆଜି ଆମେ ଦ୍ୱିତୀୟ ଭାଗ ତାର ପଢ଼ିବା ହେଲା। ତାହେଲେ ଆମେ ପଢ଼ିଥିଲେ ଯେ ବିକଳ ବୁଦ୍ଧି ନିଜ ସ୍ୱାମୀ ରାଜବୈଦ୍ୟ ଅମୃତକରଙ୍କର ନାଇଁ ରାଜବୈଦ୍ୟ ଅମୃତକରଙ୍କର ଗୁଣ ଉପରେ ସର୍ବଦା କ'ଣ କରେ ନା ଅନ୍ୟମାନଙ୍କ ନିକଟରେ ନିଜ ପ୍ରଭୁଙ୍କର ଶାସ୍ତ୍ର ଜ୍ଞାନ ବିଷୟରେ ସନ୍ଦେହ ପ୍ରକଟ କରେ, କିନ୍ତୁ ନିଜ ଗୁଣର ଅପୂର୍ବ ଦକ୍ଷତାକୁ ପ୍ରଶଂସା କରେ। ଦିନେ ସେମାନେ ରାଜପୁରରୁ ବାହାରି ଯାଉଥିବା ସମୟରେ କୌଣସି ଗୋଟିଏ ଦ୍ରବ୍ୟକୁ ଉଠେଇକି ନିଜ ଜିଭ ଉପରେ ରଖି କିଛି ସମୟ ପରେ ତାକୁ ପକାଇଦେଲା। ରାଜଗୁରୁ ଏହାର କାରଣ ପଚାରିବାରୁ ସେ କହିଲା ଯେ ମୁଁ ଆପଣଙ୍କ ସହିତ ରହିକିରି ଅନେକ ଶାସ୍ତ୍ର ଅନୁଶୀଳନ କରିକିରି ଦ୍ରବ୍ୟ ଗୁଣ ପରୀକ୍ଷଣରେ କିଛି ଜ୍ଞାନ ହେଇଗଲାଣି, ତେଣୁ ଏପରି କଲି। ଯଦି ଏପରି ନ କରିଥାନ୍ତି ତାହେଲେ ଯତ ଯେଣୁକରି ହି ମାର୍ଗସ୍ୟ ଉପରି ସ୍ଥିତସ୍ୟ, ମାର୍ଗସ୍ୟ ଉପରି ଶବ୍ଦ ଯୋଗରେ ମାର୍ଗସ୍ୟ ହେଇଛି ଷଷ୍ଠୀ ବ୍ୟକ୍ତି, ସ୍ଥିତସ୍ୟ ଅର୍ଥାତ୍ ଥିବା, ଏତସ୍ୟ ପଦାର୍ଥସ୍ୟ ଏହି ପଦାର୍ଥର ପରୀକ୍ଷଣ ବିନା ଯୋଗରେ ପରୀକ୍ଷଣ ହେଲା ଦ୍ୱିତୀୟ ବିଭକ୍ତି। ବିନା ପରୀକ୍ଷଣରେ ଅର୍ଥାତ୍ ପରୀକ୍ଷା ନ କରିକି ଗମନମ୍ ଦୋଷାୟ ଭବତି। ଯଦି ଆମେ ଗମନ କରିଥାନ୍ତେ ତାହେଲେ କ'ଣ ହେଇଥାନ୍ତା? ଦୋଷାୟ ଭବତି, ଦୋଷ ହୋଇଥାନ୍ତା। କାହାକୁ କହୁଛି? ରାଜଗୁରୁ ଅମୃତକରଙ୍କୁ। କହିଲା ଯେଣୁକରି ମାର୍ଗ ଉପରେ ପଡ଼ିଥିବା ଏଇ ପଦାର୍ଥଟିର ବିନା ପରୀକ୍ଷଣରେ ଗମନ ଦୋଷକର ଅଟେ। ଏତଦର୍ଥମ୍ ଅହମ୍, ସନ୍ଧି ବିଚ୍ଛେଦ କରିଦେବା। ଏତତ୍ ଯୁକ୍ତ ଅର୍ଥମ୍ ଯୁକ୍ତ ଅହମ୍। ଏତତ୍ ଅର୍ଥମ୍ ଏଥିପାଇଁ, ଅହମ୍ କହିଲେ ମୁଁ, ସୋ ଜିହ୍ୱାୟାମ୍ ନିଜ ଜିଭ ଉପରେ, ସ୍ଥାପୟାମି ରଖିଲି ହେଲା। ନଚେତ୍ ନହେଲେ, ଯଦି ଅଜ୍ଞାନତା କାରଣ ହେତୁରୁ ଅସ୍ୟ ଉପରି ଅଛି, ସନ୍ଧି ବିଚ୍ଛେଦ କରିଦେବା। ଅସ୍ୟ ଯୁକ୍ତ ଉପରି, ଅସ୍ୟ କହିଲେ ଏହାର, ଉପରି ମାନେ ଉପରେ, ଆବୟୋଃ ଆମ ଦୁଇ ଜଣଙ୍କର, ଶେଷେ ଷଷ୍ଠୀ, ପାଦପାତଃ ସ୍ୟାତ୍ ଅର୍ଥାତ୍ ପାଦ ପଡ଼ି ଯାଇଥାନ୍ତା, ତର୍ହି ତାହା ହେଲେ, ଅବଶ୍ୟମ୍ ମହତ୍ ପାତକମ୍ ଜାୟତେ, ଅବଶ୍ୟମ୍ ଅର୍ଥାତ୍ ନିଶ୍ଚିତ ଭାବରେ, ମହତ୍ ପାତକମ୍ ଜାୟତେ ଗୋଟେ ବଡ଼ ପାପ ହୋଇଯାଇଥାନ୍ତା। ସ୍ୱସହାୟକସ୍ୟ ନିଜ ସହାୟକର ବା ନିଜ ସହକାରୀର, ମୂର୍ଖତାମ୍ ଅହଙ୍କାରମ୍ ଚ, ସନ୍ଧି ବିଚ୍ଛେଦ କରିଦିଅ। ମୂର୍ଖତାମ୍ ଅହଙ୍କାରମ୍ ଚ, ତାହେଲେ ନିଜ ସହକାରୀର ମୂର୍ଖତାକୁ ଓ ଅହଙ୍କାରକୁ ବୀକ୍ଷ ମାନେ ଦେଖି, ବି ଯୁକ୍ତ ଇକ୍ ଯୁକ୍ତ ଲ୍ୟବ୍, ବୀକ୍ଷ ଅର୍ଥାତ୍ ଦେଖି, ରାଜବୈଦ୍ୟଃ ବିହସ୍ୟ ରାଜବୈଦ୍ୟ ହସିକରି, ଏତାଦୃଶ କାର୍ଯ୍ୟାତ୍ ଏହି କାର୍ଯ୍ୟରୁ, ତମ୍ ନିରାକରୋତି ସ୍ମ ତାକୁ ବାରଣ କରିଥିଲେ ହେଲା। ତେଣୁ ରାଜବୈଦ୍ୟ ତାକୁ କ'ଣ କହିବେ? ତାର ମୂର୍ଖତା ଓ ଅହଙ୍କାରକୁ ଦେଖି ତାକୁ ଏଥିରୁ ନିବୃତ୍ତ ରହିବା ପାଇଁ କହିଥିଲେ। ଆଚ୍ଛା, ରାଜବୈଦ୍ୟ ଅମୃତକରଃ, କର୍ତ୍ତରୀ ପ୍ରଥମା। ପିଲାମାନେ ଦିଟା ଯାକ ରାଜବୈଦ୍ୟ, ଆଗରୁ ମୁଁ କହିଛି ରାଜ୍ञଃ ବୈଦ୍ୟ, ଷଷ୍ଠୀ ତତ୍ପୁରୁଷ ସମାସ। ତାହେଲେ ରାଜବୈଦ୍ୟ ଅମୃତକରଃ ନ କେବଳ ବହୁ ଶାସ୍ତ୍ରାଦର୍ଶୀ, କେବଳ ବହୁତ ଶାସ୍ତ୍ରରେ ଜ୍ଞାନୀ ନଥିଲେ, ଅପିତୁ ଆଉ ମଧ୍ୟ, ତସ୍ୟ ଅର୍ଥାତ୍ ତାହାଙ୍କର, ତତ୍କାଳିକୀ ବୁଦ୍ଧି ମାନେ ଉପସ୍ଥିତ ବୁଦ୍ଧି, ଆସୀତ୍ ଅନନ୍ୟା, ଆସୀତ୍ ଅନନ୍ୟା ଲେଖା ହେଇଛି, ଆସୀତ୍ ଯୁକ୍ତ ଅନନ୍ୟା। ତାହେଲେ ରାଜବୈଦ୍ୟ ଅମୃତକର କେବଳ ବହୁ ଶାସ୍ତ୍ରଦର୍ଶୀ ନଥିଲେ, ଆଉ ମଧ୍ୟ ଥିଲେ କ'ଣ? ତତ୍କାଳିକୀ ବୁଦ୍ଧି ଅର୍ଥାତ୍ ଉପସ୍ଥିତ ବୁଦ୍ଧି, ଆସୀତ୍ ତାଙ୍କର, ଅନନ୍ୟ ମାନେ ଅସାଧାରଣ ଭାବରେ ତାଙ୍କର ଉପସ୍ଥିତ ବୁଦ୍ଧି ମଧ୍ୟ ଥିଲା। ତଦର୍ଥମ୍ ସେଥିପାଇଁ, ତତ୍ ଯୁକ୍ତ ଅର୍ଥମ୍ ସେଥିପାଇଁ,
ପ୍ରକୃତ ପରିସ୍ଥିତିଜ୍ଞ ହେଲା, ସେଥିପାଇଁ ପ୍ରକୃତ ପରିସ୍ଥିତିକୁ ବୁଝି ଜ୍ଞ ମାନେ ଜାଣି ଅୟମ ଅୟମ କହିଲେ ଇଏ ଯଥାର୍ଥତ୍ୱେନ ଠିକ ଭାବରେ ରୋଗସ୍ୟ ନିଦାନେ ରୋଗକୁ ଦୂର କରିବାରେ କ୍ଷମଃ ଭବତି ହେଲା, ସକ୍ଷମ ହୋଇପାରନ୍ତି। ତେଣୁ ରାଜବୈଦ୍ୟଙ୍କର ଉପସ୍ଥିତ ବୁଦ୍ଧି ବି ଥିଲା। ତେଣୁ ସେ ପ୍ରକୃତିକୁ ବା ପରିବେଶ ପ୍ରକୃତିକୁ ଅନୁଧ୍ୟାନ କରି ସେ ରୋଗର ନିଦାନ ମଧ୍ୟ କରିପାରୁଥିଲେ। ଏକଦା କହିଲେ ଥରେ ଉଦର ପୀଡ଼ା ଅନୁଭବତଃ, ଉଦର ମାନେ ପେଟ, ପେଟରେ ପୀଡ଼ା ଅନୁଭବ କରି ରାଜ୍ଞ କିଏ ଚନ୍ଦ୍ରସେନ ଚିକିତ୍ସାର୍ଥମ ଚିକିତ୍ସା ପାଇଁ ଗତଃ ଯାଇଥିବା ହେଲା, ଥରେ ଉଦର ପୀଡ଼ାରେ ଅନୁଭବ କରୁଥିବା ରାଜାଙ୍କର ଚିକିତ୍ସା ପାଇଁ ଯାଇଥିବା ଗତଃ ଗମ ଯୁକ୍ତ ତ ରାଜବୈଦ୍ୟ ଖଟ୍ୱାହା ଅଧୋଭାଗେ ଖଟର ତଳେ ଏକମ୍ ଭୂଚଣକ ବୀଜମ୍ ଅପଶ୍ୟତ୍, ଏକମ୍ ଭୂଚଣକ ବୀଜମ୍ ଗୋଟିଏ ବାଦାମ ମଞ୍ଜି, ଭୂଜଣକର ବୀଜ ମାନେ ବାଦାମ ମଞ୍ଜି ଅପଶ୍ୟତ୍ ଦେଖିଥିଲେ ହେଲା, ରାଜାଙ୍କୁ ଚିକିତ୍ସା କରିବା ପାଇଁ ଯାଇଥିଲେ, ଦେଖିଲେ ରାଜାଙ୍କ ଖଟ ତଳେ ଗୋଟେ ବାଦାମ ମଞ୍ଜି ପଡ଼ିଛି। ତେଣୁ ଅବଶ୍ୟମ୍ ନିଶ୍ଚିତ ଭାବରେ ରାଜା ଏତସ୍ୟ ଅଧିକମ୍ ଭକ୍ଷଣେନ ଉଦର ରୋଗ ପୀଡ଼ିତ, ତେଣୁ ତାକୁ ଦେଖିକି ସେ ବାଦାମ ମଞ୍ଜିଟିକୁ ଦେଖିକି ସେ ଅନୁମାନ କରିଦେଲେ ଯେ ରାଜା କର୍ତ୍ତରୀ ପ୍ରଥମା ଏତସ୍ୟ ଅଧିକମ୍ ଭକ୍ଷଣେନ ଏହାକୁ ଅଧିକ ଗୁଡ଼ିଏ ଖାଇଦେବାରୁ ଉଦର ରୋଗ ପୀଡ଼ିତ ଅସ୍ତି ହେଲା, ରାଜା ଏଥିରୁ ଗୁଡ଼ାଏ ଖାଇ ଦେଇଛନ୍ତି, ତେଣୁ ଉଦର ପୀଡ଼ା ଅନୁଭବ କରୁଛନ୍ତି। ଇତି ସ୍ଥିରୀକୃତ୍ୟ, ଇତି ଏଇଠି ଅଛି ଅସ୍ତି ଯୁକ୍ତ ଇତି ସ୍ଥିରୀକୃତ୍ୟ ଏହା ନିର୍ଦ୍ଧାରଣ କରି ଅବଦତ୍ କହିଲେ ରାଜନ୍ ହେଲା, ସମ୍ବୋଧନ ପ୍ରଥମା ସେ ନିଶ୍ଚିତ ଭାବରେ ତାକୁ ଦେଖିକି ଭାବିନେଲେ ଯେ ରାଜା ଗୁଡିଏ ବାଦାମ ଖାଇ ଦେଇଛନ୍ତି, ତେଣୁ ଉଦର ପୀଡ଼ା ହଉଛି। ତେଣୁ କହିଲେ ହେ ରାଜା ଭୂଚଣକା ନାମ ଅଧିକ ଭକ୍ଷଣେନ, ଭୂଚଣକା ଗୁଡ଼ିକର ମାନେ ବାଦାମ ଗୁଡ଼ିକର ଅଧିକ ଭକ୍ଷଣେନ ଅଧିକ ଖାଇଦେବା ଦ୍ୱାରା ଏତାଦୃଶୀ ଅର୍ଥାତ୍ ଏହିପରି ଉଦର ପୀଡ଼ା ଭବତି ଇତି ହେଲା, କହିଲେ ଆପଣ ନିଶ୍ଚିତ ଭାବରେ ଅଧିକ ଗୁଡ଼ିଏ ବାଦାମ ମଞ୍ଜି ଖାଇ ଦେଇଛନ୍ତି, ତେଣୁ ଉଦର ପୀଡ଼ା ହେଉଛି ବୋଲି ଶାସ୍ତ୍ରସ୍ୟ ସିଦ୍ଧାନ୍ତ, ଶାସ୍ତ୍ରରେ ସିଦ୍ଧାନ୍ତ ରହିଛି ଯେ ଅଧିକ ବାଦାମ ମଞ୍ଜି ଖାଇଦେଲେ ଉଦର ପୀଡ଼ା ହୁଏ। ଯଦି ମମ ବଚନମ୍ ସତ୍ୟମ ଅସ୍ତି, ଯଦି ମମ ବଚନମ୍ ମୋର କଥା, ଏଠି କୃଯୋଗେ ଷଷ୍ଠୀ ମମ ବଚନମ୍ ହେଲା ବଚ ଯୁକ୍ତ ଲ୍ୟୁଟ୍, ଯଦି ମୋର ବଚନ ସତ୍ୟମ ଅସ୍ତି ମାନେ ସତ୍ୟ ଅଟେ, ସତ୍ୟମ ଯୁକ୍ତ ଅସ୍ତି ତର୍ହି ସୂଚୟତୁ ତାହେଲେ ସୂଚନା ଦିଅନ୍ତୁ ହେଲା, କହିଲେ ଯଦି ଆପଣ ଗୁଡ଼ାଏ ବାଦାମ ଖାଇଛନ୍ତି ତାହେଲେ ମତେ ସୂଚନା ଦିଅନ୍ତୁ, କାରଣ ଶାସ୍ତ୍ରରେ ଲେଖା ଅଛି ଅଧିକ ବାଦାମ ଖାଇଦେବା ଦ୍ୱାରା କଣ ହୁଏ ଉଦର ପୀଡ଼ା ହୁଏ। ଏତତ୍ ନିଶମ୍ୟ, ଏତତ୍ ଯୁକ୍ତ ନିଶମ୍ୟ, ଏତତ୍ କହିଲେ ଏହା, ନିଶମ୍ୟ ମାନେ ଶୁଣି, ନିଯୁକ୍ତ ସମ୍ ଯୁକ୍ତ ଲ୍ୟପ୍ ସ୍ୱୟଂ ରାଜା ନିଜେ ରାଜା ଅନ୍ୟ ଅପି ପରିଜନାଃ ଏବଂ ଯୋଉ ସେଠି ଥିଲେ ଅନ୍ୟାନ୍ୟ ତାଙ୍କର ନିଜ ଲୋକ ପରିଜନାଃ ରାଜବୈଦ୍ୟସ୍ୟ ରାଜବୈଦ୍ୟଙ୍କର ଅପୂର୍ବମ୍ ନିଦାନ ଦକ୍ଷତାମ୍ ଅପୂର୍ବ ରୋଗ ସେବାର ବହୁ ପ୍ରଶଂସତି ସ୍ମ, ବହୁତ ଗୁଡ଼ିଏ ପ୍ରଶଂସା କଲେ ହେଲା। ଏଗୁଡ଼ା ଏତକ ଶୁଣିଦେଇ ସେଠାରେ ଥିବା ରାଜା ଏବଂ ରାଜାଙ୍କର ପରିଜନ ମାନେ ଅମୃତକରଙ୍କୁ ବହୁତ ପ୍ରଶଂସା କଲେ। ତତ୍ରାପି ତତ୍ର ଯୁକ୍ତ ଅପି ତତ୍ରାପି ସେଠାରେ ମଧ୍ୟ ଉପସ୍ଥିତ ଆସିତ୍ ସ୍ୱୟଂ ବିକଳ ବୁଦ୍ଧି, ସେଠି ବି ଉପସ୍ଥିତ ଥିଲା କିଏ ସ୍ୱୟଂ ବିକଳ ବୁଦ୍ଧି, ତାହେଲେ ରାଜବୈଦ୍ୟଙ୍କର ଯୋଉ ଉପସ୍ଥିତ ବୁଦ୍ଧି ଯେ ଅଧିକ ଗୁଡ଼ିଏ ବାଦାମ ମଞ୍ଜି ଖାଇ ଦେଇଛନ୍ତି ରାଜା, ତେଣୁକରି ତାଙ୍କର ଏହିପରି ଉଦର ପୀଡ଼ା ହେଉଛି, ଏଇ କଥାଟା ଦେଖିକି ତାଙ୍କର ପରିଜନ ମାନେ ମଧ୍ୟ କଣ କଲେ ପ୍ରଶଂସା କଲେ, ସେଠି ବି ବିକଳ ବୁଦ୍ଧି ଥିଲା। ରାଜବୈଦ୍ୟ ଇବ, ରାଜବୈଦ୍ୟଙ୍କ ପରି, ରାଜବୈଦ୍ୟ ଯେମିତି କହିଲେ ଯେ ଖଟ ତଳେ ବାଦାମ ମଞ୍ଜି ପଡ଼ିଥିଲା ତାକୁ ଦେଖିକି କହିଲେ ଯେ ରାଜାଙ୍କର ଉଦର ପୀଡ଼ା ଏଇଥିପାଇଁ ହଉଛି, ସେହିପରି ଏହିପରି ରୋଗ କାରଣ ରୋଗର କାରଣକୁ କୁତ୍ରଚିତ୍ ଉକ୍ତ୍ୱା, କୁତ୍ରଚିତ୍ କେଉଁଠି ଗୋଟାଏ ଉକ୍ତ୍ୱା କହି ସ୍ୱୟଂ ପ୍ରଶଂସିତ ସ୍ୟାତ୍ ନିଜେ ପ୍ରଶଂସିତ ହେବ
ଇତି ବ୍ୟଚିନ୍ତୟତ ସହ। ଇତି କହିଲେ ଏହା, ବ୍ୟଚିନ୍ତୟତ ସହ ସେ ଚିନ୍ତା କରୁଥିଲା। ହେଲା, ଏଇ କଥା କେମିତି ସେ କୋଉଠି କହିକିରି ଟିକେ ପ୍ରଶଂସା ପାଇବ, ଏ କଥା ସେ ସବୁବେଳେ ଚିନ୍ତା କରୁଥିଲା। ଏକଦା ରାଜବୈଦ୍ୟ ଥରେ ରାଜବୈଦ୍ୟ ମିତ୍ରାଳୟମ୍ ଅଗଛତ୍, ମିତ୍ରାଳୟମ୍ ଯୁକ୍ତ ଅଗଛତ୍, ତାଙ୍କର ମିତ୍ର ଗୃହକୁ ଯାଇଥିଲେ। ଆଳୟ ମାନେ ତ ଜାଣିଛ, ଆଳୟ ମାନେ ଗୃହ, ତାହେଲେ ତାଙ୍କ ମିତ୍ରଙ୍କର ଘରକୁ ଯାଇଥିଲେ, ବନ୍ଧୁ ଘରକୁ ଯାଇଥିଲେ। ଅସ୍ମିନ୍ ସମୟେ, ଏହି ସମୟରେ ସେନାପତି ବାହୁବଳୀ ଜ୍ୱରାକ୍ରାନ୍ତ, ହେଲା, ଏହି ସମୟରେ ସେନାପତି ବାହୁବଳୀ ଜ୍ୱରରେ ଆକ୍ରାନ୍ତ ଇତି ସମ୍ବାଦ ଆଗତ, ଏହି ସମ୍ବାଦ ଆସିଲା। ଆଗତ ଆ ଯୁକ୍ତ ଗମ୍ ଯୁକ୍ତ ତ, ହେଲା, ଏହି ସମ୍ବାଦ ଆସିଲା ଯେ କି ସେ ସେନାପତି ବାହୁବଳୀ ଜ୍ୱରରେ ପୀଡ଼ିତ ଅଛନ୍ତି। ଅତଃ ଏଣୁକରି ଅୟମେବ ପରମଃ ସୁଯୋଗଃ, ଅୟମ ଯୁକ୍ତ ଏବ, ଅୟମେବ, ଅୟମ ମାନେ ଏହା, ଏବ ମାନେ ହିଁ, ଏହା ହିଁ ପରମ ସୁଯୋଗ ସ୍ୱଜ୍ଞାନସ୍ୟ ପରୀକ୍ଷଣାର୍ଥମ୍ ଇତି, ସ୍ୱଜ୍ଞାନସ୍ୟ ଅର୍ଥାତ୍ ନିଜ ଜ୍ଞାନର ପରୀକ୍ଷଣାର୍ଥମ୍ ଯୁକ୍ତ ଇତି, ହେଲା। ତେଣୁ ବିକଳ ବୁଦ୍ଧି ଭାବିଲା କଣ, ବର୍ତ୍ତମାନ ରାଜବୈଦ୍ୟ ନାହାନ୍ତି, ଏଇଟା ହଉଛି ଠିକ ସମୟ ନିଜ ଜ୍ଞାନର ପରୀକ୍ଷା ପାଇଁ। ଇତି ମତ୍ୱା, ଏହା ମନେକରି, ସହ ସେ, ସ୍ୱୟମେବ, ସ୍ୱୟଂ ଯୁକ୍ତ ଏବ, ସ୍ୱୟମେବ, ସେ ନିଜେ ହିଁ ସେନାପତେଃ ସଦନମ୍ ଅଗଛତ୍, ସଦନମ୍ ମାନେ କଣ, ଘରକୁ, ଆଳୟକୁ, ସେ ନିଜେ ହିଁ ସେନାପତିଙ୍କର ସଦନକୁ ଗଲା। ଅଗଛତ୍ ଏକସ୍ୟାଃ ଖଟ୍ୱାୟାଃ ଉପରି, ହେଲା, ଏକସ୍ୟାଃ ଖଟ୍ୱାୟାଃ ଉପରି, ଗୋଟିଏ ଖଟ ଉପରେ ସ୍ଥିତଃ ରହିଥିବା, ସା ଯୁକ୍ତ ତ, ସେନାପତି ଜ୍ୱରେଣ କମ୍ପତେ, ଗୋଟେ ଖଟ ଉପରେ ସେନାପତି ଶୋଇଛନ୍ତି ଏବଂ ଜ୍ୱରରେ କମ୍ପୁଛନ୍ତି। ଆତ୍ମୀୟାଃ, ତାଙ୍କର ନିଜ ଲୋକମାନେ, ତସ୍ୟ ଦୁଃଖାଭିଭୂତାଃ, ତାଙ୍କ ଦୁଃଖରେ ଅଭିଭୂତ ହୋଇ, ମାନେ କଷ୍ଟ ହୁଏ ପାଇ, ଚତୁଃପାର୍ଶ୍ୱେ ଦଣ୍ଡାୟମାନାଃ, ତାଙ୍କ ଚାରିପଟେ ଦଣ୍ଡାୟମାନାଃ ସନ୍ତି, ତାଙ୍କ ଚାରିପଟେ ସବୁ ଛିଡା ହୋଇଛନ୍ତି। ବିକଳ ବୁଦ୍ଧି ମିଥ୍ୟା ନାଡି ପରୀକ୍ଷଣମ୍ କୃତ୍ୱା, ବିକଳ ବୁଦ୍ଧି କଣ କଲା, ମିଛରେ ମିଛରେ ତାଙ୍କ ନାଡିକୁ ପରୀକ୍ଷଣ କରି, କୃତ୍ୱା କୁଯୁକ୍ତ ତ୍ୱା, ରାଜବୈଦ୍ୟ ଇବ, ରାଜବୈଦ୍ୟଙ୍କ ପରି, ଖଟ୍ୱାଃ ଅଧଃ ଅପଶ୍ୟତ୍, ଖଟର ତଳକୁ, ଅଧ ମାନେ କଣ, ତଳକୁ, ଅଧ ଯୋଗରେ ପଞ୍ଚମ ବ୍ୟକ୍ତି ହେଇଛି ଖଟ୍ୱାଃ, ତାହେଲେ ଖଟର ତଳକୁ ଚାହିଁଲା। ତଦାନୀ, ତଦାନୀ କହିଲେ ସେତେବେଳେ, ତତ୍ର ସେଠାରେ, ସେନାପତେଃ ସେନାପତିଙ୍କର, ପ୍ରଭୁଭକ୍ତ ବିଡ଼ାଳ ଉପବିଷ୍ଟ ଆସୀତ୍, ସେତିକିବେଳେ ସେ ଯୋଉ ଖଟ ତଳେ କିଏ ଥିଲା, ପ୍ରଭୁଭକ୍ତ ବିଡ଼ାଳ, ପ୍ରଭୁଙ୍କୁ ମାନେ ସେନାପତିଙ୍କୁ ଅତି ଭଲ ପାଉଥିବା ବିରାଡ଼ିଟି ଉପବିଷ୍ଟ ଆସୀତ୍, ବସି ରହିଥିଲା। ସେନାପତିଙ୍କର ତ ସମସ୍ତେ ଆତ୍ମୀୟ ମାନେ ସେଠି ଅଛନ୍ତି, ସିଏ ବି ସେଠି ଜଗିକି ରହିଛି, କାରଣ ସେ ତାଙ୍କର ଅତି ପ୍ରିୟ। ଅୟମେବ, ଏହା ହିଁ ଯୋଗ୍ୟତା ପ୍ରମାଣାର୍ଥମ୍ ଉପଯୁକ୍ତ ସୁଯୋଗ, ବିକଳ ବୁଦ୍ଧି ଭାବିନେଲା, ଅୟମେବ, ଏହା ହିଁ ଯୋଗ୍ୟତା ପ୍ରମାଣାର୍ଥମ୍ ଉପଯୁକ୍ତ ସୁଯୋଗ, ନିଜ ଯୋଗ୍ୟତାକୁ ପ୍ରମାଣ କରିବା ପାଇଁ ଗୋଟେ ଠିକ ସମୟ। ଇତି ନିଶ୍ଚିତ୍ୟ, ଇତି କହିଲେ ଏହା, ନିଶ୍ଚିତ ମାନେ ନିଶ୍ଚୟ କରି, ଅସୌ ଅବଦତ୍, ଇଏ କହିଲା, ସେନାପତେ, ସମ୍ବୋଧନ ପ୍ରଥମା କହିଲା, ହେ ସେନାପତି, ଅଧିକ ବିଡ଼ାଳ ଭକ୍ଷଣେନ, ହେଲା, ଅଧିକ ଗୁଡିଏ ବିରାଡି ଗୁଡିଏ ଖାଇ ଦେଇଥିବା ହେତୁରୁ, ଏତାଦୃଶ ଜ୍ୱର ଅବଶ୍ୟମ୍ ଜାୟତେ ଇତି ଶାସ୍ତ୍ରୀୟ ବଚନମ୍, ହେଲା, କହିଲା, ହେ ସେନାପତି, ଅଧିକ ଗୁଡିଏ ବିରାଡି ଖାଇଦେବା ଦ୍ୱାରା ଏହି ମାନେ କଣ, ଏତାଦୃଶ ଜ୍ୱର, ଏହିପରି ଜ୍ୱର, ଏହା ଜାୟତେ, ଏହା ଶାସ୍ତ୍ରର ବଚନ, ଶାସ୍ତ୍ରରେ ଲେଖା ଅଛି। ତେଣୁ ମନ୍ୟେ ରାତ୍ରୌ ଭବାନ୍, ମନେ କରୁଛି ରାତ୍ରିରେ ଆପଣ ଅଧିକ ବିଡ଼ାଳ ମାଂସ ଅଭକ୍ଷୟତ୍, ଅଧିକ ଗୁଡିଏ ବିରାଡି ମାଂସ ଖାଇ ଦେଇଥିଲେ। ଯେନ ଜ୍ୱରାକ୍ରାନ୍ତ ଅସ୍ତି, ଯାହା ଦ୍ୱାରା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ହେଲା ପିଲାମାନେ, ତାହେଲେ ସିଏ କଣ କହିଥିଲେ, ରାଜଗୁରୁ କହିଥିଲେ ଯେ ଖଟ ତଳେ ବାଦାମ ମଞ୍ଜି ପଡିକି ରାଜାଙ୍କୁ କହିଥିଲେ ଯେ ବାଦାମ ମଞ୍ଜି ଗୁଡିଏ ଆପଣ ଖାଇ ଦେଇକିରି କଣ ହେଇଛନ୍ତି,
ଉଦର ପୀଡ଼ା ଭୋଗ କରୁଛନ୍ତି ବୋଲି କହିଦେଇଥିଲେ। ତାକୁ ହିଁ ଲକ୍ଷ୍ୟ କରି ଇଏ କହିଲା ଯେ ବିରାଡ଼ିକି ଦେଖି କହିଲା ଆପଣ ଗୁଡ଼ାଏ ବିରାଡ଼ି ମାଂସ ଖାଇ ଦେଇଥିବା ହେତୁରୁ ଜ୍ୱରାକ୍ରାନ୍ତ ଅଛନ୍ତି। ହେଲା, ତାହେଲେ ସେଠି ଥିବା ଲୋକମାନଙ୍କ ମନରେ ଯାହା ହେଇଥିବ। ତେଣୁ କଣ ହେଲା ପର ପିରିୟଡ଼ରେ ପୁଣି ଆମେ ପଢ଼ିବା। ଆଜି ପାଇଁ ଏଇଠି ରଖିବା ହେଲା।